ଭକ୍ତି ଯେତେବେଳେ ଭକ୍ତି ଭୋଜନରେ ପ୍ରବେଶ କରେ ଭୋଜନ ପ୍ରସାଦ ହୋଇଯାଏ। ଯେତେବେଳେ ଭକ୍ତି ଭୋକରେ ପ୍ରବେଶ କରେ ସେତେବେଳେ ଭୋକ ଉପବାସ ହୋଇଯାଏ। ଯେତେବେଳେ ଭକ୍ତି ପାଣିରେ ପ୍ରବେଶ କରେ ପାଣି ଚରଣାମୃତ ହୋଇଯାଏ। ଯେତେବେଳେ ଭକ୍ତି ଯାତ୍ରାରେ ପ୍ରବେଶ କରେ ଯାତ୍ରା ତୀର୍ଥଯାତ୍ରା ହୋଇଯାଏ। ଯେତେବେଳେ ଭକ୍ତି ସଙ୍ଗୀତରେ ପ୍ରବେଶ କରେ ସଙ୍ଗୀତ ସଂକୀର୍ତ୍ତନ ହୋଇଯାଏ। ଯେତେବେଳେ ଭକ୍ତି ଘରରେ ପ୍ରବେଶ କରେ ଘର ମନ୍ଦିର ହୋଇଯାଏ। ଯେତେବେଳେ ଭକ୍ତି କାମରେ ପ୍ରବେଶ କରେ କାମ କର୍ମ ହୋଇଯାଏ। ଯେତେବେଳେ ଭକ୍ତି କ୍ରିୟାରେ ପ୍ରବେଶ କରେ ସେବା ହୋଇଯାଏ। ଏବଂ ଯେତେବେଳେ ଭକ୍ତି ଜଣେ ବ୍ୟକ୍ତିରେ ପ୍ରବେଶ କରେ ସେ ବ୍ୟକ୍ତି ଭକ୍ତ ହୋଇଯାଏ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ପାଇଁ ଭାରତୀୟ ସମାଜରେ ବିବାହ ଏକ ବନ୍ଧନ ନୁହେଁ ବରଂ ଏକ ସୁମଧୁର ସମ୍ପର୍କର ଆଧାରଶିଳା। ବିବାହିତ ଜୀବନକୁ ଦାମ୍ପତ୍ୟ ଜୀବନ କୁହାଯାଏ। ଦାମ୍ପତ୍ୟ ଜୀବନ ଯେତେ ସୁଖମୟ ହେବ ପରିବାର ସେତେ ସୁଦୃଢ଼ ହେବ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯେ କେବେ ମତାନ୍ତର ନ ଘଟିବ ତାର କିଛି ମାନେ ନାହିଁ। ଦାମ୍ପତ୍ୟ ଜୀବନରେ ରାଗ ରୋଷ ମାନ ଅଭିମାନ ରହିବା ସ୍ୱାଭାବିକ। ପାରସ୍ପରିକ ବୁଝାମଣାରେ ସବୁ ସମସ୍ୟାର ସମାଧାନ କରିହେବ। ଦୁଇଟି ଭିନ୍ନ ମଣିଷ ଏକାଠି ହେବା ପରେ ପରସ୍ପରର ସୁବିଧା ଅସୁବିଧା ବୁଝି ନ ପାରିଲେ ସମସ୍ୟା ଦେଖା ଦେଇଥାଏ। ସ୍ତ୍ରୀ ପ୍ରତି ସ୍ୱାମୀ ସହାନୁଭୂତିଶୀଳ ହେବା ଏବଂ ସ୍ତ୍ରୀ ସ୍ୱାମୀ ଘରର ଚଳଣି ସହିତ ନିଜକୁ ଖାପ ଖୁଆଇ ଚଳିବା ଆବଶ୍ୟକ। ସ୍ତ୍ରୀ ସ୍ୱାମୀ ବ୍ୟତୀତ ଅନ୍ୟ ପୁରୁଷ ଏବଂ ସ୍ତ୍ରୀ ବିନା ଅନ୍ୟ ନାରୀ କଥା ଭାବିବା ଠିକ୍ ନୁହେଁ। ସ୍ୱାମୀ ବାହାରୁ ଫେରିବା ସମୟରେ ସ୍ତ୍ରୀ ପାଇଁ କିଛି ଉପହାର ନେଇ ଆସିବା ଦରକାର। କେହି କାହାକୁ ବାଧିଲା ଭଳିଆ କଥା କହିବା ଉଚିତ ନୁହେଁ। ତିନୋଟି ଜିନିଷର ଗୁରୁତ୍ୱ ମନେ ରଖନ୍ତୁ। ତିନୋଟି ଜିନିଷକୁ ସମସ୍ତେ ଭଲ ପାଆନ୍ତି ଧନ ନାରୀ ସନ୍ତାନ। ତିନୋଟି ଜିନିଷ ସର୍ବଦା ଭାବିଚିନ୍ତି କରନ୍ତୁ ପ୍ରେମ କଥାବାର୍ତ୍ତା ନିଷ୍ପତ୍ତି। ତିନୋଟି ଜିନିଷ ସର୍ବଦା ଯନ୍ତ୍ରଣା ଦିଏ ନିଦ୍ର ସ୍ମୃତି ବିଶ୍ୱାସଘାତକ। ତିନୋଟି ଜିନିଷ କେବେ ବି କରନ୍ତୁ ନାହିଁ କାମନା ଅପମାନ ଅହଙ୍କାର। ତିନୋଟି ଜିନିଷ ସମସ୍ତଙ୍କ ପାଇଁ ଅଲଗା ସ୍ୱଭାବ ରୂପ। ସମୟ ଭଲ ଥିଲେ ଆପଣଙ୍କର ହଜାରେ ଭୁଲ ଥଟ୍ଟା ଲାଗିଥାଏ କିନ୍ତୁ ସମୟ ଖରାପ ଥିଲେ ଆପଣଙ୍କର ଗୋଟିଏ ଭୁଲ ହଜାରେ ଭୁଲ ସହ ସମାନ ହୋଇଥାଏ। ଓଷା ବ୍ରତ ପାଳନ କଲେ କଣ ମିଳେ? ନିଷ୍ଠା ବହୁଗୁଣିତ ହୁଏ। ଏକାଗ୍ରତା ବଢ଼େ ଆଧ୍ୟାତ୍ମିକତା ଶକ୍ତି ବଢ଼େ ଶାରୀରିକ ଶାନ୍ତି ମିଳେ ବେଦ ହ୍ରାସ ଘଟେ ପାକସ୍ଥଳୀ ପରିଷ୍କୃତ ହୁଏ ଆଳସ୍ୟ ଦୂର ହୁଏ ମନ ଭଗବତ ପଦରେ ସମର୍ପିତ ହୋଇଯାଏ। ଅଧିକ ମହତ୍ୱପୂର୍ଣ୍ଣ କାହିଁକି ମଙ୍ଗଳବାର ଦିନ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ମା ସୀତାଙ୍କର ଜନ୍ମ ହୋଇଥିଲା। ମଙ୍ଗଳବାର ଦିନ ମହାବଳୀ ହନୁମାନ ଜନ୍ମଗ୍ରହଣ କରିଥିଲେ। ମଙ୍ଗଳବାର ଦିନ ରାମଚରିତ ମାନସ ଲେଖା ହୋଇଥିଲା। ମଙ୍ଗଳବାର ଦିନ ପ୍ରଭୁ ରାମଚନ୍ଦ୍ର ଓ ମା ସୀତାଙ୍କର ବିବାହ ହୋଇଥିଲା। ଇନ୍ଦ୍ରିୟର ସୁଖ ପାଇଁ ବିଚଳିତ ହେବା ହିଁ ଦୁଃଖର କାରଣ ଅଟେ। ଆତ୍ମସଂଯମ ହିଁ ସବୁ ପ୍ରକାର ସୁଖ ପ୍ରଦାନ କରିଥାଏ। ଜୟ ଶ୍ରୀ ଜଗନ୍ନାଥ।